ପଣ୍ଡାପଡ଼ା ଅର୍ଜୁନ ଗଛ ନଥାଇ 18 ଲକ୍ଷ ଟଙ୍କା ହରିଲୁଟ୍। କେନ୍ଦୁଝର ଜିଲ୍ଲା ରେଶମ ଶିଳ୍ପ ବିଭାଗ ଦ୍ୱାରା ଘଟଗାଁ ବ୍ଲକ ବିନିଦା ଗ୍ରାମ ନୂଆପଶି ସାହିରେ ନରେଗା ଯୋଜନାରେ ପଣ୍ଡାପଡ଼ା ଟସର ସୋସାଇଟି ଅଧୀନରେ ଅର୍ଜୁନ ଗଛ ଲଗାଇବା ଏବଂ ରକ୍ଷଣାବେକ୍ଷଣ ସାର ଔଷଧ ଏବଂ ଜଗୁଆଳି ବାବଦକୁ ଅର୍ଥ ଦେବା ଖର୍ଚ୍ଚ ଦେଖାଇ 18,03,054 ଟଙ୍କା ହରିଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। 2022ରୁ 4/9/2024 ମଧ୍ୟରେ ଏହି ଅର୍ଥ ଅର୍ଜୁନ ଗଛ ରୋପଣ ନାମରେ ଖର୍ଚ୍ଚ ଦର୍ଶାଯାଇଥିବା ବେଳେ 10 ହେକ୍ଟର ଜମିରେ ଗୋଟିଏ ମଧ୍ୟ ଗଛର ଚିହ୍ନ ବର୍ଣ୍ଣ ନାହିଁ। ତେବେ ମଷ୍ଟର ରୋଲରେ ଶିକ୍ଷକ, ବ୍ୟବସାୟୀ ଏବଂ ବୁଦ୍ଧିଜୀବୀମାନଙ୍କ ନାମରେ ଟଙ୍କା ଉଠାଯାଇଥିବା ଜଣାପଡ଼ିଛି। ତେବେ ଗଛ ନଥାଇ କିଭଳି ଟଙ୍କା 3 ବର୍ଷ ଧରି ଉଠାଯାଇଛି ତାହା ତଦନ୍ତ ସାପେକ୍ଷ। ଏ ସମ୍ପର୍କରେ ପଣ୍ଡାପଡ଼ା ଟସର ସୋସାଇଟି ସମ୍ପାଦକ ମନୋରଞ୍ଜନ ସୋରେନଙ୍କୁ ମତାମତ ପାଇଁ ଫୋନ୍ କରିଥିଲେ ମଧ୍ୟ ସେ ଫୋନ୍ ନ ଉଠାଇବାରୁ ମତାମତ ମିଳିପାରି ନାହିଁ। ଗୋବିନ୍ଦ ରାଉତଙ୍କ ରିପୋର୍ଟ, କେଡି ନ୍ୟୁଜ୍ ଓଡ଼ିଆ।